ବତ୍ତିଶ ସିଂହାସନ କଥା। ପ୍ରଥମ କାହାଣୀଟି ହେଲା ଗନ୍ଧର୍ବ ସେନଙ୍କ ପ୍ରତି ଇନ୍ଦ୍ରଙ୍କ ଅଭିଶାପ ଓ ଭଦ୍ରସେନ ରାଜକନ୍ୟା ସହିତ ଗନ୍ଧର୍ବ ସେନଙ୍କର ବିବାହ। ଚାଲ ତାହେଲେ କାହାଣୀଟି ଶୁଣି ନେବା। ପ୍ରଥମ କାହାଣୀଟେ। ଦିନେ ସ୍ୱର୍ଗ ଭୁବନରେ ସୁଧର୍ମା ମଣ୍ଡାଇ ଅମରାଧିପତି ବିଜେ କରିଅଛନ୍ତି। ଅପ୍ସରାମାନଙ୍କର ନୃତ୍ୟ ଦେଖି ବାସବ ବିହ୍ୱଳିତ ହୋଇଗଲେ। ଏହା ଦେଖି ମୁକ ବିକାଶ ନ କରି ଗନ୍ଧର୍ବସେନ ହସିଲେ। ତହୁଁ ଭଦ୍ର କ୍ରୋଧ ହୋଇ କହିଲେ, ଏ ସଭାକୁ ତୁ ଉପଯୁକ୍ତ ନୋହୁଁ। ଏଣୁ ତୋତେ ଅଭିଶାପ ଦେଉଛି। ତୁ ଯାଇ ମର୍ତ୍ତ୍ୟପୁରରେ ଗଧ ହୋଇ ଜନ୍ମ ହୁଅ। ଅଭିଶାପ ପାଇ ଗନ୍ଧର୍ବସେନ ବିନୟପୂର୍ବକ ପଚାରିଲେ, ଆପଣଙ୍କର ଆଜ୍ଞାରେ ମୁଁ ଗଧ ଯୋନି ପ୍ରାପ୍ତ ହେବି। କିପରି ମୁକ୍ତି ହେବି ତାହା କୁହନ୍ତୁ। ତାର ବାକ୍ୟରେ ସନ୍ତୋଷ ହୋଇ ଇନ୍ଦ୍ର କହିଲେ, ତୁମ୍ଭେ ଯାଇ ଭଦ୍ରସେନ ରାଜାଙ୍କର ରାଜ୍ୟରେ ଗଧ ରୂପେ ଜନ୍ମ ହେବ। ଦିବସରେ ଗଧ ହୋଇଥିବ, ରାତ୍ରି ହେଲେ ନିଜ ଶରୀର ପାଇବ। ସେହି ରାଜାଙ୍କର ଜିମାକୁ ବିବାହ ହୋଇ ନାନା ରଙ୍ଗ ରହସ୍ୟରେ କଲାତିପାତ କରୁଥିବ। ଯେଉଁଦିନ ତୁମର ସେ ଗଧ ଦେହଟି ଭସ୍ମ ହୋଇଯିବ, ସେହିଦିନ ତୁମ୍ଭେ ଶାପରୁ ମୁକ୍ତ ହୋଇ ସ୍ୱର୍ଗକୁ ଆସିବ। ଏପରି ଶୁଣି ଗନ୍ଧର୍ବସେନ ଆସି ମର୍ତ୍ତ୍ୟରେ ଗଧ ରୂପେ ଜନ୍ମ ହୋଇ ଭଦ୍ରସେନଙ୍କର ଉଆସ ନିକଟରେ ପୁଷ୍ପରିଣୀ କୂଳରେ ରହିଲେ। ଦିବସରେ ଗଧ ରୂପ ଧରି ସେହି ପୋଖରୀ କୂଳରେ ରହେ। ରାତ୍ର ହେଲେ ନିଜ ଶରୀର ପ୍ରାପ୍ତ ହୋଇ ଭ୍ରମଣ କରିଥାଏ। ଏମନ୍ତ କେତେ ଦିନ କଟିଗଲା। ହରି ନାମକ ଏକ ଭିକ୍ଷୁକ ବ୍ରାହ୍ମଣ ଦିନେ ସେହି ବାଟରେ ଭିକ୍ଷା ମାଗିବାକୁ ଯାଉଥିଲେ। ତାକୁ ଡାକି ଗଧ କହିଲେ, ଆପଣ ଯାଇ ଏ ରାଜାକୁ କହ, ତାଙ୍କର କୁମାରୀକୁ ମୋତେ ବିବାହ କରିଦିଅନ୍ତୁ, ନଚେତ୍ ସେ ବଡ଼ ହଇରାଣରେ ପଡ଼ିବେ। ଏପରି ଶୁଣି ଯାଇ ବ୍ରାହ୍ମଣ ରାଜାଙ୍କୁ ଜଣାଇଲେ, ମହାରାଜ, ଗୋଟିଏ ଗଧ ଛାମୁଙ୍କ ଉଆସ ନିକଟରେ ପୋଖରୀ ହୁଡ଼ାରେ ଅଛି। ସେ ମୋତେ ଡାକି କହିଲା, ରାଜାଙ୍କୁ ଜଣାଅ, ତାଙ୍କର ଜିମାକୁ ମୋତେ ବିବାହ କରି ଦିଅନ୍ତୁ, ନଚେତ୍ ରାଜା ବଡ଼ ହଇରାଣରେ ପଡ଼ିବେ। ଆପଣଙ୍କର ବିଚାରକୁ ଯାହା ଆସୁଛି ତାହା କରନ୍ତୁ। ଏହା ଶୁଣି ରାଜା କ୍ରୁଦ୍ଧ ହୋଇ ସେ ଦ୍ୱିଜକୁ ଅପମାନ ଦେଇ ଘଉଡ଼ାଇ ଦେଲେ। ବ୍ରାହ୍ମଣ ସେଠାରୁ ଯାଇ ଗଧକୁ ସମସ୍ତ ଘଟଣା କହିଗଲା। ବ୍ରାହ୍ମଣର ଅପମାନ କଥା ଶୁଣି ଗଧ ମହା କୋପ ହୋଇ ଏବଂ ବ୍ରାହ୍ମଣଙ୍କୁ ସାନ୍ତ୍ୱନା ଦେଇ ବିଦାୟ କରିଦେଲା। ରାଜା ଅମାତ୍ୟକୁ କହିଲେ, ତୁମ୍ଭେ ଯାଇ ବୁଝି ଆସ, ସେ ବ୍ରାହ୍ମଣ କଥା ସତ୍ୟ ନା ମିଥ୍ୟା। ରାଜାଙ୍କର ଆଜ୍ଞାରେ ଅମାତ୍ୟ ଯାଇ ପୋଖରୀ କୂଳରେ ଗଧ ସହିତ ସାକ୍ଷାତ ହେଲେ। ଗଧ ତାଙ୍କୁ କହିଲେ, ରାଜା ମତ୍ତ ଗନ୍ଧର୍ବ ହୋଇ ମୋତେ ଚିହ୍ନି ପାରୁନାହିଁ। ରାଜାଙ୍କୁ କହିବ, ତାଙ୍କର କନ୍ୟାକୁ ମୋତେ ବିବାହ ନ ଦେଲେ ସେ ମହା ଦୁର୍ଦ୍ଦଶା ଭୋଗ କରିବେ। ଏହା ଶୁଣି ଅମାତ୍ୟ ଯାଇ ରାଜାଙ୍କୁ କହିଲେ, ମହାରାଜ, ବ୍ରାହ୍ମଣଙ୍କର କଥା ସତ୍ୟ। ଗଧ ମୋତେ ସେହିପରି କହିଲା। ଏମତ ଶୁଣି ରାଜା ପାତ ମନ୍ତ୍ରୀ ପୁରୋହିତଙ୍କୁ ସାଙ୍ଗରେ ନେଇ ସେ ପୋଖରୀଠାରେ ପ୍ରବେଶ ହୋଇ କହିଲେ, ହେ ଗନ୍ଧର୍ବ, ତୁମ୍ଭେ କିଏ? ମୋତେ ପରିଚୟ ଦିଅ। ନୃପତିଙ୍କ କଥା ଶୁଣି ଗଧ ତାର ସମସ୍ତ ବୃତ୍ତାନ୍ତ ବୁଝାଇ କହିଲା। ଗଧର ବୃତ୍ତାନ୍ତ ଶ୍ରବଣ କରି ରାଜା ବଡ଼ ଆନନ୍ଦିତ ହେଲେ। ପରୀକ୍ଷା ଉଦ୍ଦେଶ୍ୟରେ ରାଜା କହିଲେ, ଆଜି ରାତ୍ର ମଧ୍ୟରେ ଗଡ଼ର ଚତୁଃପାର୍ଶ୍ୱରେ ଯେବେ ପାଚେରୀ ନିର୍ମାଣ ହୋଇଯିବ, ତେବେ ମୋର ଜିମାକୁ ତୁମକୁ ଅର୍ପଣ କରିଦେବି। ଏହା ମୋର ସତ୍ୟ। ଗଧ କହିଲା, ହେଉ। ତହୁଁ ରାଜା
ନିଜ ନଗରକୁ ଫେରି ଆସିଗଲେ। ସେ ଗଧରୂପଧାରୀ ଗନ୍ଧର୍ବ ଦୃଢ଼ ଚିତ୍ତରେ ଇନ୍ଦ୍ରଙ୍କୁ ଧ୍ୟାନ କରି କହିଲା, ଭୋ ଶଚୀପତି, ଏହି ରାଜାଙ୍କର ଉଆସ ଚାରିପାଖେ କିପରି ପାଚେରୀ ପଡ଼ି ରାତି ମଧ୍ୟରେ ହୋଇପାରିବ, ତାର ସୁବ୍ୟବସ୍ଥା କରନ୍ତୁ। ଗଧର ଏକଥା ଜାଣିପାରି ଇନ୍ଦ୍ର ହଠାତ୍ ବିଶ୍ୱକର୍ମାଙ୍କୁ ଆଦେଶ ଦେଲେ, ତୁମ୍ଭେ ଏହି ରାତି ମଧ୍ୟରେ ଭଦ୍ରଶେନ ରାଜାଙ୍କର ଗଡ଼ ଚତୁଃପାର୍ଶ୍ୱରେ ପାଚେରୀ କରିଦିଅ। ଆଜ୍ଞା ପାଇ ବିଶ୍ୱକର୍ମା ସେହି ରାତ୍ରରେ ଗଡ଼ ଚାରିପାଖେ ପାଚେରୀ ନିର୍ମାଣ କରିଦେଲେ। ଚାରିଦିଗରେ 4ଟି ଦ୍ୱାର ରଖିଲେ। ସକାଳୁ ଉଠି ଭଦ୍ରଶେନ ଦେଖିଲେ ଯେ ଗଡ଼ ଚାରିପାଖ ଅତି ମନୋହର ପାଚେରୀ ହୋଇଅଛି। ଏପରି ଦେଖି ଆଶ୍ଚର୍ଯ୍ୟ ହୋଇ ଭାବିଲେ ଯେ ସେ ଗଧ ନିଶ୍ଚୟ ଗନ୍ଧର୍ବସେନ। ତହୁଁ ଅନନ୍ତପୁରକୁ ଯାଇ ରାଣୀଙ୍କ ସହିତରେ ସମସ୍ତ ବିଷୟ କଥା ହୋଇ ଠିକ୍ କଲେ ଯେ ଯେମାକୁ ସେହି ଗଧକୁ ହିଁ ବିବାହ ଦେବା। କିଛି ଦିନ ପରେ ଶୁଭ ସମୟ ଦେଖି ଦାସୀ କନ୍ୟାଙ୍କୁ ନେଇ ସେ ଗଧକୁ ସମର୍ପଣ କରିଦେଲେ। ଯେମାଉ ସେ ଗାନ୍ଧାର୍ବ ଗଳାରେ ବରମାଲ୍ୟ ଦେଇ ଗନ୍ଧର୍ବ ମୋତେ ସେଠାରେ ବିବାହ ପୂର୍ଣ୍ଣ ହେଲା। ଯେମାଉ ଗନ୍ଧର୍ବ ସେହି ପୋଖରୀ କୂଳରେ ରହିଲେ। ସେ ହେଲେ ଗନ୍ଧର୍ବ। ଦେହ ତ୍ୟାଗ କରି ନିଜ ରୂପରେ ଯେମା ସହିତ ନାନା ରଙ୍ଗରେ ବିବାହ କଲେ। ଦିନେ ସେ ଯେମାଙ୍କୁ ଗନ୍ଧର୍ବ କହିଲା, ପ୍ରିୟେ, ତୁମ୍ଭ ପିତାଙ୍କୁ କହ, ଏହିଠାରେ ଗୋଟିଏ ନଗର ନିର୍ମାଣ କରିଦିଅନ୍ତୁ, ଆମ୍ଭେ ସେଇଠି ରହିବା। ତହୁଁ ସେ କନ୍ୟା ପିତାଙ୍କୁ କହିଲା, ଗୃହ ନିର୍ମାଣ କରିଦେବାକୁ। ରାଜା ସେଠାରେ ଦିବ୍ୟ ସୁନ୍ଦର ନଅରଟିଏ ତୋଳାଇ ଦେଲେ। ସେହି ନବରେ ଦୁହେଁ ରହି ମହା ଆନନ୍ଦରେ କ୍ରୀଡ଼ା କୌତୁକ କରନ୍ତି। ଦାସ ଦାସୀ ଇତ୍ୟାଦି ଖଞ୍ଜା ଥାନ୍ତି। ସମସ୍ତ ଖାଦ୍ୟ ପେୟାଦି ଦ୍ରବ୍ୟ ମହଜୁଦ ଥାଏ। କିଛି ଅଭାବ ନଥାଏ। ମହାସୁଖରେ ସେମାନେ ସେଠାରେ ରହିଲେ।